ମୁଁ ଆଜି ବିରିୟାନୀ ବନେଇମି ତ ସେଥିପାଇଁ ବିରିୟାନୀ ଚାଉଳ ମୁଁ 1.5 ତାଟିଆ ନେଇଛି। ତାକୁ ମୁଁ 4-5 ଥର ଧୋଇ ଦେଲା ପରେ ଦେଖନ୍ତୁ ପୁରା ପରିଷ୍କାର ପାଣି ହେଇଯାଇଛି। ଏକୁ ଆମେ ଏବେ ଅଧଘଣ୍ଟେ ପାଇଁ ମାନେ ଢାଙ୍କିକି ରଖିଦେବା। ତାପରେ ଆମେ 2 ଜଣ ବସି ଯାଇଛୁ ମାଂସ ପାଇଁ ମସଲା ବନାଉଥିଲୁ। ସାରିଲା ପରେ ସାଙ୍ଗମାନେ ମୁଁ ଆସିଗଲି ଏପଟକୁ ଭାତ ବସିବା ପାଇଁ। ଆଉ ଭାତରେ ଦେଖନ୍ତୁ ସାଙ୍ଗମାନେ ମୁଁ ପ୍ରଥମେ ତେଜପତ୍ର ଆଉ କଞ୍ଚା ଲଙ୍କା ଆଉ କିଛି ଧନିଆ ପତ୍ରକୁ ମୁଁ ପକାଇଦେନି। ତାପରେ ଫାଳେ ଲେମ୍ବୁକୁ ମୁଁ ଭାତ ପାଣିରେ ମାନେ ଚୁପୁଡ଼ି ଦେନି। ତାପରେ ସୋରିଷ ତେଲ ବି କିଛି ଦେଇଦେନି ଆଉ 1 ଚାମଚ ଲୁଣ ଦେନି। ସାଙ୍ଗମାନେ ପାଣିରେ ମାନେ ତେଲ ଦେଲେ ଆମର ଗୋଟା ଗୋଟା ରହିବ, ଭାତ ଲାଗିଯିବନି। ତ ଭାତ ବସି ସାରିଲା ପରେ ଏପଟେ ଆସିକି ଦେଖିଲା ବେଳକୁ ବାବୁ ଆମର ଆଳୁ ଭାଜି ସାରିଲେଣି। ତ ମୁଁ ଆସିକି ସାଙ୍ଗମାନେ ପିଆଜକୁ ଭାଜିଦେନି। ଭାଜିକି ବାହାର କରି ଆଣି ସାରିଲା ପରେ ମାଂସ ବସାଇ ଦେଇକି ଏପଟେ ଆସିକି ଦେଖିଲା ବେଳକୁ ଭାତ ଦେଖନ୍ତୁ ସାଙ୍ଗମାନେ ଆମର ପୁରା ପରଫେକ୍ଟ ହେଇଯାଇଛି। ବେଶୀ ସିଝିବା ଆବଶ୍ୟକ ନାହିଁ, ଏମିତି ମାନେ ରହିବ ଅଧା ଖଣ୍ଡ ଖଣ୍ଡ ହେଉଥିବ ଯେମିତି ପୁରା ଝରଝରିଆ ହେଇଛି। ଏକୁ ଆମେ ସାଙ୍ଗମାନେ ଭଲ ଭାବରେ ମାନେ ଛାଣି ନେବା। ଗୋଟେ ଫୁଟ ମାନେ ଗାଙ୍ଗୁଲାକୁ ମୁଁ ଛାଣି ନେଲି। ଛାଣି ନେଲା ପରେ ମୁଁ ଆସିକି ଏଠି ଦେଖିଲା ବେଳକୁ ମାଂସ ବି ହେଇଗଲାଣି। ମାଂସ ରେଡ଼ି, ଭାତ ବି ରେଡ଼ି। ତ ଚାଲନ୍ତୁ ସାଙ୍ଗମାନେ ଏବେ ଆମେ ବିରିୟାନୀ ପାଇଁ ମାନେ ଏଠି ଡିସ୍ରେ ମାନେ ରେଡ଼ି କରିବା। ଗୋଟେ ଡିସ୍କୁ ମୁଁ ଭଲ ଭାବରେ ପୋଛି ନେଇକି କିଛି ସୋରିଷ ତେଲ ଦେଇକି ମୁଁ 4 ପିଠି ଲଗାଇଦେନି। ତାପରେ ମୁଁ ଡିସ୍ରେ ସାଙ୍ଗମାନେ ପ୍ରଥମେ ପିଆଜ ଆଉ ଧନିଆ ପତ୍ର ଦେଇକି କିଛି ମାଂସ ଦେଇକି ମୁଁ ଭାତକୁ ପ୍ରଥମେ ଲେୟାରଟା ମୁଁ କରିନେନି। ଭାତ ଦେଇ ସାରିଲା ପରେ ପୁଣି ସେମିତି ମାନେ ସେଇ ପ୍ରୋସେସରେ ପିଆଜ ଧନିଆ ପତ୍ର ଆଉ ମାଂସ ଦେଇ ସାରିଲା ପରେ କିଛି ମାନେ ଗୁଣ୍ଡ ମସଲା କିଛି ଦିଆହେଲା। ବିରିୟାନୀ ମସଲା, ଗରମ ମସଲା, ଚିକେନ୍ ମସଲା, ସବୁ ପ୍ରକାର ମସଲାକୁ ମୁଁ ଉପରେ କିଛି କିଛି ଦେଇକି ଏମିତି 2 ଲେୟାର ଖଣ୍ଡେ ମୁଁ ସଜେଇ ନେନି। ତାପରେ ସାଙ୍ଗମାନେ ଯେଉଁ ପାଣି ନିଗିଡ଼ିକି ରହିଥିଲା ସେଇଥିରୁ 1 ଚାମଚ ଦେଇ ସାରିଲା ପରେ ଆଉ କିଛି ଗୁଣ୍ଡ ମସଲା ଦେଇକି ଆଣିକି ମୁଁ ଗ୍ୟାସ୍ରେ ବସାଇ ଦେନି 10-15 ମିନିଟ୍। ଏବେ ଆମର ସାଙ୍ଗମାନେ 10-15 ମିନିଟ୍ ହେଇଯାଇଛି। ଚାଲନ୍ତୁ ଆମେ ଏକୁ ବାହାର କରିକି ଦେଖିବା। ତ ସାଙ୍ଗମାନେ ଦେଖନ୍ତୁ କେତେ ସୁନ୍ଦର ହେଇଛି ବିରିୟାନୀ, ପୁରା ଆମର ଘରୋଇ ବିରିୟାନୀ। ଆଉ କୌଣସି କଲର୍ ବି ଦିଆ ହେଇନାହିଁ, ପୁରା ସିମ୍ପଲ୍ ମାନେ ପ୍ରୋସେସ୍ରେ କରିଛି। ତ ମୁଁ 2ଟା ଚାମଚରେ ମାନେ ସାବଧାନରେ ତଳକୁ ନେଇ ଆସିନି। ଆଉ ଗୋଟେ କଦଳୀ ପତ୍ରରେ ମୁଁ ଆପଣମାନଙ୍କୁ ବାଢ଼ିକି ଦେଖାଉଛି। ଦେଖନ୍ତୁ ସାଙ୍ଗମାନେ, ଚାଲନ୍ତୁ ଏବେ ଟେଷ୍ଟ କରିକି ଦେଖିବା ଆଉ କେମିତି ଲାଗୁଛି। ମୁଁ ଗୋଟେ ଥର ଖାଇସାରିଲା ପରେ ଦେଖିନି, ବଢ଼ିଆ ସୁନ୍ଦର ଲାଗୁଛି। ଆଉ ଆପଣମାନଙ୍କୁ ମୋର ବିରିୟାନୀର ରେସିପି କେମିତି ଲାଗୁଛି ସାଙ୍ଗମାନେ କମେଣ୍ଟରେ ନିଶ୍ଚିତ ଭାବରେ ଜଣାଇବେ। ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ତାପରେ ଆମର ପୁଅକୁ ମୁଁ ଖାଇ ସାରିଲା ପରେ ପୁଅ ମୋର କ'ଣ କହୁଛି ତା ମୋର ଟିକେ ଶୁଣନ୍ତୁ। ତୁ ତ ସବୁବେଳେ ବିରିୟାନୀ ଖାଉଛୁ, ଟ୍ରେନରେ ଖାଉଛୁ, ଯୋଉଠି ଗଲେ ଖାଉଛୁ, କେମିତି ଲାଗୁଛି କହ? ସାଙ୍ଗମାନେ ମୋର ଶବ୍ଦ ନାହିଁ କିନ୍ତୁ ବଢିଆ ହେଇଛି। ସାଙ୍ଗମାନେ ଏବେ ଆମେ ବନ୍ଦ କରିଦଉଛୁ କ୍ୟାମେରା, ଏବେ ଆମେ ଖାଇମୁ। ବାଏ ବାଏ।